ଆଉ କେତେ ଉଦାହରଣ ଦେଖିବ ସମାଜ, କେତେ ଶୁଣିବ ନାରୀ ନ୍ୟାୟ ମାଗିବାର ବିକଳ ଆବାଜ। ଝାନ୍ସୀ ରାଣୀ ଆଜି ନିଆଁରେ ଝାସ ଦେଇଛି। ମାତା ସୀତା ନିଜକୁ ସତୀ ପ୍ରମାଣିତ କରିବାକୁ ନିଆଁରେ ଝାସ ଦେଇଥିଲେ। ସେଇ କଥାର ଆଜି ପୁଣି ପୁନରାବୃତ୍ତି ହୋଇଛି। କୁହ, ସେ ନ୍ୟାୟ ମାଗି କେଉଁ ଭୁଲ କରିଛି? ବହି ଖାତା ଆପଣେଇ ସେ କେଉଁ ପାପ କରିଛି? ନିଆଁରେ ନିଜ ଦେହକୁ ପୋଡ଼ି ସେ କେଉଁ ପାପର ପ୍ରାୟଶ୍ଚିତ କରିଛି? ଝିଅ ଜନ୍ମ ନେଇ ସେ କେଉଁ ଭୁଲ କରିଛି? ନିଜ ସତୀତ୍ୱକୁ ପ୍ରମାଣ ଦେବା ପାଇଁ କାହିଁକି ସେ ମୃତ୍ୟୁ ବାଛିଛି? ସବୁଦିନେ କାହିଁକି ନାରୀ ହିଁ କେବଳ ଧର୍ଷିତ ହେଉଛି? ନାରୀ ସୁରକ୍ଷା ଦେବାକୁ ପ୍ରଶାସନକୁ କେଉଁ ରାଜନେତାଙ୍କ ନିୟମ ବାନ୍ଧିଛି? ସବୁ ନିର୍ଯାତିତାଙ୍କ ପରି ଏ ଝିଅର ଚିତ୍କାର ରଡ଼ି ବୋଧେ ସରକାରଙ୍କ କାନରେ ଡେରିରେ ଶୁଭିଛି। ପୁଣି କିଛି ଦିନ ପରେ ଏ କାହାଣୀକୁ ଲୁଚାଇ ଦେବାକୁ ଯୋଜନା ଚାଲିଛି। ବ୍ୟାସେ, ଦେଖିଲ ତ, ତୁମ ଜନ୍ମ ମାଟିର ଝିଅ ଆଜି ରେବତୀ ସାଜିଛି। ତୁମ ଜନ୍ମ ମାଟିର ଝିଅ ଆଜି ରେବତୀ ସାଜିଛି। ତୁମ ପରି ସେ ବି ଏକ ଆଖି ଭିଜା ଇତିହାସର ନୂଆ ପୃଷ୍ଠା ଲେଖିଛି। ଏ ଇତିହାସ ସେ କେଉଁ ଶିକ୍ଷକଠୁ ଶିକ୍ଷା ନେଇନି। ଏ ଇତିହାସ ସେ କେଉଁ ଶିକ୍ଷକଠୁ ଶିକ୍ଷା ନେଇନି। ଶିକ୍ଷକର ଇତିହାସ ଲେଖିବା ପାଇଁ ଆଜି ନିଜେ ଶିକ୍ଷିତା ରୂପେ ପରିଚିତ ହୋଇଛି। ଏବେ ବି ସେ ବିକଳ ରଡ଼ି ମୋ କାନରେ ଶୁଭୁଛି। ଲେଖିବା ଆଗରୁ ମୋ ହାତ ଥରି ଉଠୁଛି। କାଗଜର ଫର୍ଦ୍ଦ ସବୁ ଆଜି ଆଖି ଲୁହେ ଓଦା ହେଉଛି। କାଗଜର ଫର୍ଦ୍ଦ ସବୁ ଆଜି ଆଖି ଲୁହେ ଓଦା ହେଉଛି।